ଏହି ଚାଷୀମାନଙ୍କ ଆକାଉଣ୍ଟକୁ ଆସିପାରି ନାହିଁ ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଟଙ୍କା। ଆପଣମାନେ ସମସ୍ତେ ଜାଣନ୍ତି 18 ଜୁନ୍ 2024ରେ କେନ୍ଦ୍ର ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ଯୋଜନାର 17ତମ କିସ୍ତି ପଠାଇଛନ୍ତି। ଏହି ଟଙ୍କା ପାଇ ଅନେକ ଚାଷୀ ଉପକୃତ ହୋଇଛନ୍ତି। ଏମିତି ଅନେକ ଚାଷୀ ଅଛନ୍ତି ସେମାନଙ୍କ ଆକାଉଣ୍ଟକୁ ଆସିନାହିଁ ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଟଙ୍କା। କେଉଁ କାରଣ ପାଇଁ ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଟଙ୍କା ଆସିନାହିଁ, କ'ଣ କାରଣ ପାଇଁ ଆସିନାହିଁ, ସେହି ବିଷୟରେ ଆମେ ଫୁଲ୍ ଡିଟେଲ୍ସ ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ତେଣୁ ଆପଣଙ୍କୁ ମୁଁ ଅନୁରୋଧ କରୁଛି ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଦେଖୁଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥି ପାଖକୁ ଏହି ଭିଡ଼ିଓକୁ ସେୟାର କରନ୍ତୁ, ଯେମିତି ସମସ୍ତେ ଜାଣିପାରିବେ ଏହି ପିଏମ୍ କିଷାନ ଯୋଜନାର ସମ୍ପର୍କିତ ବିଷୟରେ। ଆପଣଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅଫିସିଆଲି ପୋର୍ଟାଲକୁ ଆସିବାକୁ ହେବ। ମୁଁ ବର୍ତ୍ତମାନ ଓପନ୍ କରିଛି ପିଏମ୍ କିଷାନ ଯୋଜନାର ଅଫିସିଆଲି ପୋର୍ଟାଲକୁ। ଏଠି ଆପଣ ଦେଖିପାରୁଛନ୍ତି ଏହି ପ୍ରକାର ଓପନ୍ ହୋଇଥାଏ। ମୁଁ ବର୍ତ୍ତମାନ ସ୍କ୍ରଲ୍ କରି ତଳକୁ ଆସୁଛି, ଆପଣଙ୍କୁ ମଧ୍ୟ ସ୍କ୍ରଲ୍ କରି ତଳକୁ ଆସିବାକୁ ହେବ। ଏଠି ଆପଣ ଦେଖିପାରୁଛନ୍ତି ମୁଁ ବର୍ତ୍ତମାନ ପିଏମ୍ କିଷାନ ଯୋଜନାର ଅଫିସିଆଲି ପୋର୍ଟାଲକୁ ଓପନ୍ କରିଛି। ଆପଣଙ୍କୁ ସ୍କ୍ରଲ୍ କରି ତଳକୁ ଆସିବାକୁ ହେବ। ମୁଁ ବର୍ତ୍ତମାନ ସ୍କ୍ରଲ୍ କରି ତଳକୁ ଆସୁଛି। ମୁଁ ବର୍ତ୍ତମାନ ସ୍କ୍ରଲ୍ କରି ତଳକୁ ଆସୁଛି। ଆପଣ ଏଠି ଦେଖିପାରୁଛନ୍ତି ସ୍କ୍ରଲ୍ କରି ତଳକୁ ଆସିଲା ପରେ ଏଠି ବହୁତ ଗୁଡ଼ିଏ ଅପସନ୍ ଏଠି ଆପଣଙ୍କୁ ଦେଖିବାକୁ ମିଳିବ, କିନ୍ତୁ ଆପଣଙ୍କୁ EKYC ସହ ହେଉଛି ଏକ ପପଅପ୍ଟି ସହ ହେଉଛି। ଏହି ପପଅପ୍କି ମୁଁ ବର୍ତ୍ତମାନ କାଟି ଦେଉଛି। ଏହି ପପଅପ୍କୁ ମୁଁ କାଟିଦେଲି। ଏଇଠି ଆପଣ ଦେଖିପାରୁଛନ୍ତି EKYC ବହୁତ ଗୁଡ଼ିଏ ଅପସନ୍ ସହ ହେଉଛି। ଆପଣଙ୍କୁ EKYC ସହ ହେଉଛି ଏକ ଅପସନ୍, ସେହି ଅପସନ୍ରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ। ସେଠି କ୍ଲିକ୍ କଲା ପରେ ଏଠି ଆଧାର ନମ୍ବର ସହ ହେଉଛି ଏଠି ଆଧାର ନମ୍ବର ଏଠି ଆପଣଙ୍କୁ ଦେବାକୁ ହେବ। ଆପଣ ଯଦି ପିଏମ୍ କିଷାନ ଯୋଜନାର ଲାଭ ପାଉଛନ୍ତି ତ ଆପଣଙ୍କ ଆଧାର ନମ୍ବରକୁ ଏଠାରେ ଦିଅନ୍ତୁ। ପିଏମ୍ କିଷାନ ଯୋଜନାର ଆଧାର ନମ୍ବରକୁ ଏଠାରେ ଦେବାକୁ ହେବ। ଆପଣ ଯଦି ପିଏମ୍ କିଷାନ ଯୋଜନାର ଲାଭ ପାଉଛନ୍ତି, ଆପଣ ଜଣେ ହିତାଧିକାରୀ ପିଏମ୍ କିଷାନ ଯୋଜନାର ହିତାଧିକାରୀ, ତ ଆପଣଙ୍କ ଆଧାର ନମ୍ବରକୁ ଏଠାରେ ଦିଅନ୍ତୁ। ତାପରେ ସର୍ଚ୍ଚରେ କ୍ଲିକ୍ କରନ୍ତୁ। ସର୍ଚ୍ଚ ସହ ହେଉଛି EKYC ଇଜ୍ ଅଲରେଡ଼ି ଡନ୍, ଅର୍ଥାତ୍ ଆପଣଙ୍କର EKYC ଅଲରେଡ଼ି ଆପଣଙ୍କର କମ୍ପ୍ଲିଟ୍ ହୋଇଯାଇଛି। ଆପଣ ପିଏମ୍ କିଷାନ ଯୋଜନାର ଲାଭ ପାଇବେ। କିନ୍ତୁ ଆପଣଙ୍କର ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଟଙ୍କା ଆପଣଙ୍କର ଆକାଉଣ୍ଟରେ ଆସିନାହିଁ। ନ ଆସିବାର କାରଣ କ'ଣ ସେ ବିଷୟରେ ଜାଣିବା। ଆପଣଙ୍କର ପିଏମ୍ କିଷାନ ଯୋଜନାର ଟଙ୍କା ଆପଣଙ୍କ ଆକାଉଣ୍ଟରେ ନ ଆସିବାର କାରଣ ଏହା ନୁହେଁ ଯେ ଆପଣ ପିଏମ୍ କିଷାନ ଯୋଜନାର ଲାଭ ପାଇବେ ନାହିଁ। ଆପଣ ପିଏମ୍ କିଷାନ ଯୋଜନାର ଲାଭ ପାଉଛନ୍ତି, ଆଗକୁ ମଧ୍ୟ ପାଇବେ। ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଟଙ୍କା ଆପଣଙ୍କର EKYC ଅଲରେଡ଼ି ଯଦି ଆପଣଙ୍କର ଏହି ପ୍ରକାର ସହ ହେଉଛି, ମାନେ ଏଠି ଆପଣ ଦେଖିପାରୁଥିବେ EKYC ଇଜ୍ ଅଲରେଡ଼ି ଡନ୍, ତ ଆପଣଙ୍କୁ ଏଠି 7 ଦିନ ବା 5 ଦିନ ଆପଣଙ୍କୁ ଏଠି ଅପେକ୍ଷା କରିବାକୁ ହେବ। 5 ଦିନ କିମ୍ବା 7 ଦିନ ମଧ୍ୟରେ ଆପଣଙ୍କର ଆକାଉଣ୍ଟରେ ପିଏମ୍ କିଷାନ ଯୋଜନାର ଟଙ୍କା ଆପଣଙ୍କର ଆକାଉଣ୍ଟରେ ଆସିଯିବ। ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ ତ ଆପଣ ଯଦି ବର୍ତ୍ତମାନ ଚେକ୍ କରିଛନ୍ତି ପିଏମ୍ କିଷାନ ଯୋଜନାର ଆପଣଙ୍କର ଆକାଉଣ୍ଟରେ ଆସିନାହିଁ ତ ଆପଣଙ୍କର ଆକାଉଣ୍ଟକୁ 5 ରୁ 7 ଦିନ ମଧ୍ୟରେ ଖୁବ୍ ଶୀଘ୍ର ଆସିଯିବ। ଆପଣଙ୍କର EKYC ଯଦି ଅଲରେଡ଼ି ଡନ୍ ଥିବ ତ EKYC ଇଜ୍ ଅଲରେଡ଼ି ଡନ୍ ଥିବ ତ ଆପଣଙ୍କ ଆକାଉଣ୍ଟରେ ଖୁବ୍ ଶୀଘ୍ର ପିଏମ୍ କିଷାନ ଯୋଜନାର ଟଙ୍କା 5 ରୁ 7 ଦିନ ମଧ୍ୟରେ ଆସିବ। କେନ୍ଦ୍ର ସରକାର ଚାଷୀମାନଙ୍କ ଆକାଉଣ୍ଟକୁ 18 ଜୁନ୍ 2024ରେ ଯେଉଁ 17ତମ କିସ୍ତି ଟଙ୍କା ପଠାଇଛନ୍ତି, DBT ମୋଡ଼ରେ ଚାଷୀମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଆଧାର ବେସିସ୍ DBT ମୋଡ଼ରେ ଚାଷୀମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଆପଣ ଏଠି ବୁଝିବା ଦରକାର ଯେ ଆଧାର ବେସିସ୍ରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ଆପଣଙ୍କର ଆଧାର କାର୍ଡ଼ ଯଦି ଆପଣଙ୍କର ଆଧାର ଲିଙ୍କ୍ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ରହିଛି ତ ଆପଣ ଟଙ୍କା ପାଇବେ। ଆପଣଙ୍କୁ ଏଠି ଧ୍ୟାନ ଦେବାକୁ ହେବ EKYC ଏବଂ ଆଧାର ଲିଙ୍କ୍। ଆପଣଙ୍କର EKYC ଯଦି କମ୍ପ୍ଲିଟ୍ ହେଇଛି ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଯଦି ଆପଣଙ୍କର ଆଧାର ଲିଙ୍କ୍ ଅଛି ତ ଆପଣ ପିଏମ୍ କିଷାନ ଯୋଜନାର ଟଙ୍କା ଖୁବ୍ ଶୀଘ୍ର ଆପଣ ପାଇବେ। ଆପଣ ଯଦି ପିଏମ୍ କିଷାନ ଯୋଜନାର ଟଙ୍କାକୁ ଆପଣ ଯଦି ପ୍ରତ୍ୟେକ କିସ୍ତି ଆପଣ ଯଦି ପାଇବାକୁ ଚାହୁଁଛନ୍ତି, ଆପଣ ଯଦି ପିଏମ୍ କିଷାନ ଯୋଜନା ମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଟଙ୍କାକୁ ଆପଣ ପ୍ରତ୍ୟେକ କିସ୍ତି ଆପଣ ଯଦି ଠିକ୍ ସମୟରେ ପାଇବାକୁ ଚାହୁଁଛନ୍ତି ତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଠିକ୍ ଠାକ୍ ରଖନ୍ତୁ। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରିକି ରଖନ୍ତୁ। ଆପଣ ଯଦି ଅଚଳ ରଖିବେ ତ ଆପଣ ପିଏମ୍ କିଷାନ ଯୋଜନାର ଲାଭ ପାଇବେ ନାହିଁ। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ବେଳେବେଳେ ଆଧାର ଲିଙ୍କ୍ କଟିଯାଇଥାଏ, EKYC କଟିଯାଇଥାଏ। ଆପଣଙ୍କୁ ଏହିସବୁ
प्रत्येक थर आपन को सब को काम करिया को हेबो आपनकर अकाउंट को EKYC करिया को हेबो ता सहित आपनकर बैंक अकाउंट सहित आधार लिंक करिया को हेबो हेले जे आपन बहुत सहज रे PM किसान योजना माने सरकारी योजना टंका खूब शीघ्र आपन सहज रे पाइबे। एई वीडियो रे एतिकी वीडियो को भल लागुतले वीडियो गुटे लाइक करंतु एवं नुवा करी चैनल को आस्तले चैनल को सब्सक्राइब करंतु पुणी देखा हेबो आ एको नुवा वीडियो रे।